ସମସ୍ତଙ୍କୁ ଓଁ ସାଇରାମ। ବାବାଙ୍କ ନାମ ନେଇ ବାବାଙ୍କୁ ସ୍ମରଣ କରି ଚାଲନ୍ତୁ ଆଜି ଆରମ୍ଭ କରିବା ଆଜିର ଅନୁଚିନ୍ତା। ହେ ଅନନ୍ତତମ ସାଇ ସଦ୍ଗୁରୁ ସର୍ବଶକ୍ତିମାନ, ଆପଣ ହିଁ ସର୍ବୋତ୍ତମ ସୁଖ, ଶାନ୍ତି ଓ ଆନନ୍ଦର ମହାନ ଉତ୍ସ। ବାବା ସବୁବେଳେ କହୁଥିଲେ, ତୁମେ ଯେଉଁଠି ବି ଥାଅ, ଯାହା ବି ଇଚ୍ଛା ତାହା କର, କିନ୍ତୁ ସର୍ବଦା ଏକଥା ସ୍ମରଣ କର ଯେ ତୁମେ ଯାହା ବି କିଛି କରୁଛ ସେସବୁ ମୋତେ ଜ୍ଞାତ ଅଟେ। ମୁଁ ସମସ୍ତ ପ୍ରାଣୀଙ୍କର ପ୍ରଭୁ ଓ ଘଟ ଘଟରେ ବ୍ୟାପ୍ତ ଅଟେ। ମୋର ଉଦରରେ ସମସ୍ତ ଜଡ଼ ଓ ଚେତନ ପ୍ରାଣୀ ସମାହାର ହୋଇଛନ୍ତି। ମୁଁ ସମସ୍ତ ବ୍ରହ୍ମାଣ୍ଡର ନିୟନ୍ତ୍ରଣକର୍ତ୍ତା ଓ ସଞ୍ଚାଳକ ଅଟେ। ମୁଁ ହିଁ ସୃଷ୍ଟି ଓ ସ୍ଥିତି ଓ ସଂହାର କର୍ତ୍ତା। ମୋର ଭକ୍ତି କରୁଥିବା ବ୍ୟକ୍ତିର କୌଣସି କ୍ଷତି ସମ୍ଭବ ନୁହେଁ। ମୋର ଧ୍ୟାନକୁ ଉପେକ୍ଷା କରୁଥିବା ବ୍ୟକ୍ତି ମାୟା ଜାଲରେ ଆବଦ୍ଧ ହୋଇଯାଏ। ସମସ୍ତ ଜୀବ, ପ୍ରାଣୀ, କୀଟପତଙ୍ଗ ତଥା ଦୃଶ୍ୟମାନ ପରିବର୍ତ୍ତନଶୀଳ ଏବଂ ସଚରାଚର ବିଶ୍ୱ ମୋର ହିଁ ସ୍ୱରୂପ ଅଟେ। ଚାଲନ୍ତୁ ଏବେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ସୀତାଙ୍କର ରକ୍ଷାକର୍ତ୍ତା ଭଗବାନ ରାମ ଥିଲେ। ହରଣ ସମୟରେ ପାଖରେ କେହି ନଥିଲେ। ଦ୍ରୌପଦୀଙ୍କର 5 ପାଣ୍ଡବ ଥିଲେ। ବସ୍ତ୍ର ହରଣ ସମୟରେ କେହି ନଥିଲେ। ଦଶରଥଙ୍କର 4 ପୁତ୍ର ଥିଲେ। ପ୍ରାଣ ତ୍ୟାଗ ସମୟରେ ପାଖରେ କେହି ନଥିଲେ। ରାବଣ ମଧ୍ୟ ଶକ୍ତିଶାଳୀ ଥିଲେ। ଲଙ୍କା ଜଳିବା ସମୟରେ ପାଖରେ କେହି ନଥିଲେ। ଶ୍ରୀକୃଷ୍ଣ ସ୍ୱୟଂ ସୁଦର୍ଶନଧାରୀ ଥିଲେ। ଶରାଘାତ ସମୟରେ କେହି ନଥିଲେ। ଶରଶଯ୍ୟାରେ ପଡ଼ିଥିବା ପିତାମହ ପୀଡ଼ାର ଭାଗୀଦାରୀ କେହି ନଥିଲେ। ଅଭିମନ୍ୟୁ ରାଜକୁମାର ଥିଲେ, କିନ୍ତୁ ଚକ୍ରବ୍ୟୂହ ବେଳେ ପାଖରେ କେହି ନଥିଲେ। ପ୍ରକୃତ ସତ୍ୟ ଆଜିରୁ ଜାଣିନେବା ଆବଶ୍ୟକ। ସଂସାରରେ ନିଜର ବୋଲି କେହି ନାହିଁ, କେବଳ କର୍ମ ହିଁ ନିଜର। ଏମିତି ସ୍ୱାମୀ ହୁଅ ଯେ ତୁମର ସ୍ତ୍ରୀ ତୁମକୁ ହରାଇବାକୁ ଭୟ କରିବ, ନା କି ତୁମକୁ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବ। ତାର ଲୁହ ତୁମ କାନ୍ଧରେ ସାନ୍ତ୍ୱନା ପାଇବ, ନା କି ତୁମର ବ୍ୟବହାର ଯୋଗୁଁ ପ୍ରତିଦିନ ଦୁଃଖୀ ହେବ। ତାକୁ ଏତେ ବିଶ୍ୱାସ ଦିଅ ଯେ ସେ ତୁମକୁ ଦୁଃଖରେ ମଧ୍ୟ ମନେ ରଖିବ ଏବଂ ପ୍ରତ୍ୟେକ ଖୁସିରେ ସେ ଏକା ଅନୁଭବ କରିବ ନାହିଁ। ତାର ସ୍ୱପ୍ନକୁ ରଙ୍ଗରେ ଭରିଦିଅ, ତାକୁ ଆଶା ଦିଅ ଏବଂ ତାର ସ୍ୱପ୍ନ ଭାଙ୍ଗି ଚାଲିଯାଅ ନାହିଁ। ଯଦି ମୂଷା ପଥରରେ ତିଆରି, ସମସ୍ତେ ତାକୁ ପୂଜା କରନ୍ତି। ଯଦି ଏହା ଜୀବିତ, ଲୋକମାନେ ତାକୁ ମାରିବାକୁ ଦୌଡ଼ାନ୍ତି। ଯଦି ସାପ ପଥରରେ ତିଆରି, ତାକୁ ସମସ୍ତେ ପୂଜା କରନ୍ତି। କିନ୍ତୁ ଯଦି ଏହା ଜୀବିତ, ଲୋକମାନେ ତାକୁ ମାରିବାକୁ ଦୌଡ଼ନ୍ତି। ଯଦି ପିତାମାତା ଫଟୋରେ ଅଛନ୍ତି, ସମସ୍ତେ ଲୁହ ଝରାନ୍ତି। କିନ୍ତୁ ସେମାନେ ଜୀବିତ, କେହି ସେମାନଙ୍କୁ ପଚାରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ। ପ୍ରତିଦିନ ଗୋଟିଏ ଶପଥ କରି ନିଜର ଦିନକୁ ଆରମ୍ଭ କରନ୍ତୁ। ଆଜି ମୁଁ କ୍ରୋଧ କରିବି ନାହିଁ। ଆଜି ଅହଙ୍କାର ଅନ୍ୟ ଉପରେ ଶାସନ କରିବି ନାହିଁ। ଆଜିର ଦିନରେ ମୋ କାମ ସଚ୍ଚୋଟର ସହ କରିବି। ଜୀବନର ପ୍ରତ୍ୟେକ କ୍ଷଣ ଉତ୍ସାହପୂର୍ବକ ବଞ୍ଚିବାର ଅଛି। କ୍ଷଣ କ୍ଷଣର ଆନନ୍ଦ ନେବି। ଯାହା ହେଉ ସବୁର ସ୍ୱାଗତ କରିବି। ଆଜି ମୁଁ ପ୍ରତ୍ୟେକ ପ୍ରାଣୀକୁ ଭଲ ପାଇବି। ଶାଶୁଘର ଯେମିତି ବି ହେଉଥାଉ ନା କାହିଁକି, ଯେପରି ସ୍ୱାମୀ ସ୍ତ୍ରୀକୁ କଥା କଥାରେ ଗାଳି କରୁନଥିବା ଉଚିତ। ସ୍ୱାମୀ ସ୍ତ୍ରୀକୁ ହାତ ଉଠାଇ ନଥିବା ଉଚିତ। ସବୁ ଦୁଃଖ କଷ୍ଟରୁ ସ୍ତ୍ରୀକୁ ରକ୍ଷା କରୁଥିବା ଉଚିତ। ସ୍ତ୍ରୀକୁ ସବୁବେଳେ ସମ୍ମାନ କରିବା ଉଚିତ। ଆଉ ଯେତେବେଳେ ସାରା ଦୁନିଆ ସ୍ତ୍ରୀର ବିପକ୍ଷରେ ଥିବ, ସେତେବେଳେ ସ୍ୱାମୀ ସ୍ତ୍ରୀ ସପକ୍ଷରେ ଠିଆ ହେବା ଉଚିତ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା,
ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଓଁ ସାଇରାମ।